ତେବେ ପ୍ରିୟ ବନ୍ଧୁଗଣ, ତେବେ ବାଇବେଲ ମଧ୍ୟରେ ଗୋମାତା ପୂଜା ବା ଗୋରୁ ପୂଜା ଯେପରିକି ହିନ୍ଦୁମାନେ କରିଥାନ୍ତି, ତେବେ ତାହା ବାଇବେଲ ମଧ୍ୟରେ ଅଛି କି? ବାଇବେଲ ମଧ୍ୟରେ ତ ଏପରି ଅନେକ ପୂଜା ଗୁଡ଼ିକ ରହିଅଛି, ଅନେକ ମୂର୍ତ୍ତି ପୂଜାର ବିଷୟ ରହିଅଛି, ଯାହାକି ପରମେଶ୍ୱରଙ୍କର ପସନ୍ଦ ନୁହେଁ। ପରମେଶ୍ୱର ଏହି ସମସ୍ତ ବିଷୟକୁ ଘୃଣା କରନ୍ତି। କିନ୍ତୁ ତଥାପି ବାଇବେଲରେ ଏପରି କିଛି ବ୍ୟକ୍ତି ଥିଲେ ଯେଉଁମାନେ କି ପ୍ରତିମା ପୂଜା କରୁଥିଲେ, ଆଉ ଏବେ ମଧ୍ୟ ଆଉ ଆଜିର ଦୁନିଆରେ ମଧ୍ୟ ପ୍ରତିମା ପୂଜା ରହିଅଛି। ତେବେ ଆସନ୍ତୁ ଆମେମାନେ ବାଇବେଲ ମଧ୍ୟରେ ଦେଖିବା, ଆଉ ପ୍ରତିମା ପୂଜା ବା ଗୋରୁ ପୂଜା, ଗୋମାତାର ପୂଜା କେଉଁଠାରେ ଲିଖିତ ଅଛି। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଯଦି ଆପଣ ଜାଣିବା ପାଇଁ ଚାହୁଁଛନ୍ତି, ତେବେ ଯାତ୍ରା ପୁସ୍ତକ ତାର 32 ଅଧ୍ୟାୟ ସମ୍ପୂର୍ଣ୍ଣ ରୂପେ ଜାଣିବାକୁ ପଡ଼ିବ। এই 32 ଅଧ୍ୟାୟ ପଢିଲା ପରେ ଆଉ এই ସମସ୍ତ ବିଷୟ ଜାଣିଲା ପରେ ଆମେମାନେ ଜାଣିବା ଯେ କିପରି ଏ ବାଇବେଲ ମଧ୍ୟରୁ ଗୋମାତାର ପୂଜାର କନସେପ୍ଟ କିପରି ନିଆଯାଇଛି, ତାକୁ ଆମେମାନେ ଆଲୋଚନା କରିବା। ତେଣୁ ଅନେକ ହୁଏତ ଭାବୁଥିବେ ଯେ ଆମେ ତ ଏ ବିଷୟରେ ଆମେ ଜାଣିଛୁ, ତେବେ ଅଧିକ ଜାଣିବାର କ'ଣ ଆବଶ୍ୟକତା ଅଛି? ପ୍ରିୟ ବନ୍ଧୁଗଣ, ଏ ସମସ୍ତ ବିଷୟ ଜାଣିବାର ଆବଶ୍ୟକତା ଏଥିପାଇଁ ଅଛି, ବାଇବେଲରେ ଯାହା ଲେଖା ଅଛି ତାହା ତ ଆମେମାନେ ଜାଣୁ, କିନ୍ତୁ ଏହା କିପରି ଆସିଲା, ଗୋରୁ ପୂଜା କନସେପ୍ଟ ବା ଗୋ ମାତା ପୂଜା କନସେପ୍ଟ ଏହା କିପରି ଆସିଲା, ଆଉ ତାହା ମଧ୍ୟ ଆମକୁ ଜାଣିବାକୁ ପଡ଼ିବ। ତା ବାଇବେଲ ଭିତରୁ ଆସିଲା କି ଆଉ କେଉଁଠୁ ଆସିଲା? ତେବେ ଏ ସମସ୍ତ ବିଷୟ ଜାଣିବା ପାଇଁ ହେଲେ ଭିଡ଼ିଓକୁ ଆପଣଙ୍କୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ପଡ଼ିବ। ଯଦି ଆମେମାନେ ଯାତ୍ରା ପୁସ୍ତକ 32 ଅଧ୍ୟାୟ ଦେଖିବା, ସେଠାରେ ଇସ୍ରାଏଲ ଲୋକମାନେ ଏକ ସୁବର୍ଣ୍ଣ ବାଛୁରୀକୁ ସେମାନେ ପୂଜା କରୁଅଛନ୍ତି। ଯେଉଁ ବାଛୁରୀ ସୁନାର ତିଆରି, ସେହିପରି ଏକ ବାଛୁରୀକୁ ସେମାନେ ପୂଜା କରୁଅଛନ୍ତି। ଆଉ ଏମିତି ହେଇଛି, ସଦାପ୍ରଭୁ ଜିହୋବା ପରମେଶ୍ୱର ମୂଷାଙ୍କୁ ସିନାଇ ପର୍ବତ ଉପରକୁ ଡାକିଲେ, ଯେ ମୂଷା, ତୁମେ ସିନାଇ ପର୍ବତ ଉପରକୁ ଆସ, କାରଣ ତୁମକୁ କ'ଣ କରିବାକୁ ହବ, ଆମେ ତୁମକୁ ଆଜ୍ଞା ଦେବା। ଯେତେବେଳେ ମୂଷା ସିନାଇ ପର୍ବତ ଉପରକୁ ଗଲେ, ଆଉ ଯେତେବେଳେ ସେ ସେଠାରେ ରହିଲେ, ପ୍ରାୟ 40 ଦିନ 40 ରାତି ରହିଲା ପରେ ଇସ୍ରାଏଲ ଲୋକମାନେ ଭାବିଲେ ଯେ ମୂଷା ବୋଧ ହୁଏ ଆଉ ଏ ଦୁନିଆରେ ନାହାନ୍ତି। ଆଉ ସେମାନେ କ'ଣ କଲେ, ହାରନକୁ କହିଲେ, ଯିଏକି ମୂଷାଙ୍କ ସାଙ୍ଗରେ ଥିଲେ, ତୁମେ ଆମମାନଙ୍କ ନିମନ୍ତେ ଏକ ଦେବତା ଗୋଟେ ନିର୍ମାଣ କର, ଆଉ ଯିଏକି ଆମକୁ ପ୍ରତିଜ୍ଞାତ ଦେଶକୁ ଆମକୁ ନେଇକି ଯିବ। କାରଣ ଆମେମାନେ ଜାଣିନୁ ମୂଷାଙ୍କ ପ୍ରତି କ'ଣ ହେଲା। ମୂଷା ତ ଏ ପର୍ଯ୍ୟନ୍ତ ବି ସୁଦ୍ଧା ଆସିନାହାନ୍ତି, ତେବେ ତାଙ୍କର କ'ଣ ହେଲା ଆମେ ଜାଣିନୁ। ତୁମେ ଆମ ନିମନ୍ତେ ଏକ ଦେବତା ନିର୍ମାଣ କର। ଯେତେବେଳେ ସେମାନେ ହାରନକୁ ହଇରାଣ କଲେ, ସେତେବେଳେ ହାରଣ ବାଧ୍ୟ ହୋଇ କହିଲେ, ଠିକ ଅଛି, ତୁମେ ନିଜର ସ୍ତ୍ରୀ, ପିଲା, ଛୁଆ ସମସ୍ତଙ୍କର ପାଖରେ ଯାହା ବି ସୁନାର ଜିନିଷ ଯାହା କିଛି ରହିଅଛି ସବୁ ଧରିକି ମୋ ପାଖକୁ ଆଣ, ଆଉ ମୁଁ କ'ଣ କରିବି, ଆଉ ତୁମ ନିମନ୍ତେ ଏକ ଦେବତା ନିର୍ମାଣ କରିବି। ତାପରେ ଇସ୍ରାଏଲ ଲୋକମାନେ ନିଜର ସ୍ତ୍ରୀ, ପିଲା, ଛୁଆ ଯାହା ପାଖରେ ଯାହା ବି ସୁନାର ଯାହା ବି ଜିନିଷ ଥିଲା ସବୁ ଜିନିଷ ନେଇକି ଆସିଲେ। ତାପରେ ହାରଣ କ'ଣ କଲେ, ତାକୁ ଏକ ଛାଞ୍ଚ ପ୍ରସ୍ତୁତ କରି ତାକୁ ସେଇଥିରେ ଏକ ବାଛୁରୀ ତିଆରି କଲେ, ଯାହାକି ସୁନାରେ ତିଆରି। ଆଉ ଲୋକମାନେ କ'ଣ କହିଲେ, ହେ ଇସ୍ରାଏଲ, ଯେଉଁ ଦେବତା ତୁମକୁ ମିଶ୍ର ଦେଶରୁ ବାହାର କରି ଆଣିଲେ ସେ ହେଉଛି ଏହି। ତାପରେ ସେମାନେ କ'ଣ କରୁଛନ୍ତି, ତାପରେ ହାରଣ କ'ଣ କରୁଛନ୍ତି, ଏକ ବେଦୀ ନିର୍ମାଣ କରୁଛନ୍ତି। ଆଉ ହାରଣ କହୁଛନ୍ତି, ଆସନ୍ତା କାଲି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସବ ହବ, এই କଥା ସେ ଘୋଷଣା କଲେ। ଆଉ ସମସ୍ତେ କ'ଣ କଲେ, ତାର ଦିନ ପୁରା ସକାଳୁ ସକାଳୁ ଉଠିକି ସେମାନେ କ'ଣ କଲେ, ହୋମ ବଳି ନିମନ୍ତେ ସମସ୍ତେ ପ୍ରସ୍ତୁତ ହେଲେ। ଆଉ ସେମାନେ ସମସ୍ତେ ବଳିଦାନ କଲେ, ଭୋଜନ ପାନ କଲେ
ଲେଖା ଅଛି ସେମାନେ ଲୀଳା କରିବାକୁ ଲାଗିଲେ, ଏମିତି ଲେଖା ଅଛି। ଯଦି ଆପଣ 6 ପଦ ପଢିବେ ଲେଖା ଅଛି ସେମାନେ ଲୀଳା କରିବାକୁ ଲାଗିଲେ। ତାପରେ କିନ୍ତୁ ସଦାପ୍ରଭୁ ପରମେଶ୍ୱର ସର୍ବନ୍ତର ଯାଇ ପରମେଶ୍ୱର ଅଟନ୍ତି। ସେ ଯେତେବେଳେ ଦେଖିଲେ ଇସ୍ରାଏଲ ଲୋକମାନେ ଭ୍ରଷ୍ଟ ହେଇଛନ୍ତି, ତାପରେ ସେ ମୂଷାଙ୍କୁ କହିଲେ, ମୂଷା ତୁମେ ଶୀଘ୍ର ତଳକୁ ଓହ୍ଲେଇ ଯାଅ, କାରଣ ଇସ୍ରାଏଲ ଲୋକମାନେ ପଥଭ୍ରଷ୍ଟ ହୋଇ ଅଛନ୍ତି। କିନ୍ତୁ ମୂଷା ଜାଣିନଥିଲେ ପ୍ରକୃତରେ କଣ ଘଟିଛି। ସେମାନେ ଏକ ସୁନାର ବାଛୁରୀ ନିର୍ମାଣ କରି ଉତ୍ସବ କରି ତାହାର ଚାରିପଟେ ସେମାନେ ନୃତ୍ୟ କରୁଥିଲେ, ଉତ୍ସବ କରୁଥିଲେ, ମଜା ମଜଲିସ କରୁଥିଲେ। ଆଉ ଯେତେବେଳେ ମୂଷାଙ୍କୁ ପରମେଶ୍ୱର କହିଲେ ତୁମେ କଣ କର, ଓହ୍ଲେଇ ଯାଅ, କାରଣ ସେମାନେ ମତେ ପରିତ୍ୟାଗ କରିଛନ୍ତି, ଏକ ମୂର୍ତ୍ତି ନିର୍ମାଣ କରି, ଏକ ବାଛୁରୀ ନିର୍ମାଣ କରି ତାହାର ଉଦ୍ଦେଶ୍ୟରେ ସେମାନେ ପୂଜା କରୁଛନ୍ତି ଏବଂ ଉତ୍ସବ କରୁଅଛନ୍ତି। ଆଉ ସେମାନେ ହେଉଛନ୍ତି ଅତ୍ୟନ୍ତ ଶକ୍ତ ଗ୍ରୀବ ଲୋକମାନେ, ଆଉ ସେମାନେ ଅତି ଦୁଷ୍ଟ। ତେବେ ସଦାପ୍ରଭୁ କହୁଛନ୍ତି ଯେ ତୁମେ ଆମକୁ ଛାଡ଼ିଦିଅ, ଆମେ ସମାଜକୁ କଣ କରିବା, ବିନାଶ କରିବା, ସଂହାର କରିବା, କିନ୍ତୁ ଆମେ ତୁମକୁ ମହାଗୋଷ୍ଠୀ କରିବା। କିନ୍ତୁ ମୂଷା ସେମିତି ନଥିଲେ। ଲେଖା ଅଛି ମୂଷା ପୃଥିବୀର ଯେତେ ବି ଲୋକ ଥିଲେ ସମସ୍ତ ଲୋକମାନଙ୍କ ଠାରୁ ମୂଷା ଥିଲେ ସବୁଠାରୁ ନମ୍ର। ତାପରେ ସେ କଣ ହେଲେ, ଉଠିଲେ, ପାହାଡ ତଳକୁ ଓହ୍ଲେଇଲେ। ଓହ୍ଲେଇକି ଯେତେବେଳେ ଆସୁଛନ୍ତି ସେତେବେଳେ ବାଟରେ ଜିହୋଶିଆ ଦେଖା ହଉଛନ୍ତି। ଆଉ ଜିହୋଶିଆ ଯେତେବେଳେ ଦେଖା ହଉଛନ୍ତି, ଆଉ ସେତେବେଳେ ସେ କହୁଛନ୍ତି, ଆଉ ଛାଉଣିରେ ଯୁଦ୍ଧର ଶବ୍ଦ ହଉଛି। କିନ୍ତୁ ମୂଷା କହୁଛନ୍ତି ନା, ଏହା ଜୟଧ୍ୱନି ଶବ୍ଦ ନୁହେଁ କିମ୍ବା ପରାଜୟର ସ୍ୱରର ଶବ୍ଦ ନୁହେଁ, କିନ୍ତୁ ମୁଁ ଗାୟନ, ମାତ୍ର ମୁଁ ଗାୟନ ଗୀତ ଗାଇବାର ଶବ୍ଦ ମୁଁ ଶୁଣୁଅଛି। ସେତେବେଳେ ମୂଷା ହାତରେ 2ଟି ପ୍ରସ୍ତରର ଫଳକ ଧରିଥିଲେ, ଅର୍ଥାତ୍ ପରମେଶ୍ୱର ମୂଷାଙ୍କୁ ଯେଉଁ 10 ଆଜ୍ଞା ଦେଇଥିଲେ ସେ 10 ଆଜ୍ଞା ମୂଷା ନିଜ ହାତରେ ଧରିଥିଲେ। ଯେତେବେଳେ ପାହାଡ ତଳକୁ ଓହ୍ଲେଇଲେ, ଓହ୍ଲେଇକି ଦେଖିଲେ ସମସ୍ତେ ପୁରା ନାଚ ଗୀତ କରିବାରେ ସମସ୍ତେ ବ୍ୟସ୍ତ ଅଛନ୍ତି। ତାପରେ ମୂଷା କଣ କଲେ, ତାଙ୍କ ହାତରେ ଯେଉଁ ପ୍ରସ୍ତର ଫଳକ 2ଟା ଥିଲା, 10 ଆଜ୍ଞା ଥିଲା, ତାକୁ ତଳେ ପର୍ବତ ତଳେ କଣ କଲେ, ତାହା ଭାଙ୍ଗିଲେ। ଆଉ ସେ କଣ କଲେ, ସେ ବାଛୁରୀକୁ ନେଇକି ଅଗ୍ନିରେ ପୋଡିଲେ, ଆଉ ତାକୁ ପେଶିକି ତାକୁ ଧୂଳି କରିଦେଲେ, ଆଉ ଜଳ ଉପରେ ତାହା ବିଞ୍ଚି ଦେଲେ, ଆଉ ଇସ୍ରାଏଲ ସନ୍ତାନମାନଙ୍କୁ ତାହା ପିଏଇଲେ, ଏମିତି ଲେଖା ଅଛି। ତାପରେ ହାରଣକୁ ମୂଷା କହୁଛନ୍ତି ଯେ ଲୋକମାନେ ତୁମ ପ୍ରତି କଣ କଲେ ଯେ ତୁମେ ସେମାନଙ୍କ ଉପରେ ଏପରି ମହାପାପ ବର୍ତ୍ତେଇଲ। ତାପରେ ହାରଣ କହୁଛନ୍ତି ଆମ ପ୍ରଭୁଙ୍କର କ୍ରୋଧ ପ୍ରଜ୍ୱଳିତ ନ ହଉ। ଆପଣ ଯେ ପଢିବେ 22 ପଦ ଲେଖା ଅଛି। ଆପଣ ଜାଣନ୍ତି ଯେ ଏହି ଲୋକମାନେ ଦୁଷ୍ଟତାରେ ଆସକ୍ତ, ଆଉ ସେମାନେ କିପରି ହାରଣକୁ କହିଥିଲେ ସୁବର୍ଣ୍ଣ ବାସରେ ତିଆରି କରିବା ପାଇଁ। ସେ ସମସ୍ତ ବିଷୟ ବର୍ଣ୍ଣନା କଲେ। ତାରେ ମୂଷା କହିଲେ, ସଦାପ୍ରଭୁଙ୍କ ପକ୍ଷରେ ଯିଏ ଆସ ସିଏ ମୋ ପଟେ ଆସ। ତାପରେ ଲେବୀର ସନ୍ତାନ ମାନେ ମୂଷାଙ୍କ ପଟେ ଆସିଲେ। ତାପରେ ସଦାପ୍ରଭୁ ଯେପରି କହିଥିଲେ ଯେ ସେମାନେ ମୂର୍ତ୍ତି ପୂଜା କରୁଛନ୍ତି, ତଳେ ଯାଇକି ତୁମେ ଦେଖ। ସେ ମୂଷା ଦେଖିଲେ ସେମାନେ ମୂର୍ତ୍ତି ପୂଜା କରୁଛନ୍ତି। ତାପରେ ସେଥିପାଇଁ ମୂଷା କ୍ରୋଧରେ ପ୍ରଜ୍ୱଳିତ ହେଲେ ଏବଂ କହିଲେ ଲେବୀର ସନ୍ତାନ ମାନଙ୍କୁ ତୁମେ କଣ କର, ନିଜ ନିଜର ଜଙ୍ଘରେ ତୁମେ ଖଡଗ ବାନ୍ଧ, ଆଉ ତୁମେ ଛାଉଣିର ଏ ମୁଣ୍ଡରୁ ସେ ମୁଣ୍ଡକୁ ଯାଅ। ତୁମେ ନିଜର ଭ୍ରାତା, ନିଜର ଭ୍ରାତା, ନିଜର ମା, ନିଜର ବାପା, ନିଜର ଲୋକମାନଙ୍କୁ ତୁମେ କଣ କର, ବଧ କର। ଯେଉଁମାନେ କି ସଦାପ୍ରଭୁଙ୍କର ସପକ୍ଷରେ ନାହାନ୍ତି ସେମାନଙ୍କୁ ତୁମେ ବଧ କର। ଆଉ ଲେବୀର ସନ୍ତାନ ମାନେ ସେମାନେ ମୂଷାଙ୍କର ବାକ୍ୟ ଅନୁସାରେ ସେମାନେ ତାହା କଲେ। ତାପରେ ମୂଷା ପୁଣି ସଦାପ୍ରଭୁଙ୍କ ନିକଟକୁ ଗଲେ, ଆଉ ସେ କହିଲେ ଯେ ହେ ସଦାପ୍ରଭୁ, ଏଠି ଲେଖାଛି 31 ପଦରେ, ଅନନ୍ତର ମୂଷା ସଦାପ୍ରଭୁଙ୍କ ନିକଟକୁ ଫେରିଯାଇ କହିଲେ, ହାୟ ହାୟ, এই ଲୋକମାନେ ମହାପାପ କରି ଆପଣମାନଙ୍କ ନିମନ୍ତେ ସ୍ୱର୍ଣ୍ଣ ଦେବତା ନିର୍ମାଣ କଲେ। ତଥାପି ଏବେ ତୁମ୍ଭେ ଯେବେ ସେମାନଙ୍କ ପାପ କ୍ଷମା କରିବ, ଯେବେ ନ କରିବ, ତେବେ ମୁଁ ବିନୟ କରୁଅଛି, ତୁମ ଲିଖିତ ପୁସ୍ତକରୁ ମୋର ନାମ କାଟି ପକାଅ।
ଏବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀ ମାନେ, ଏଠି ସଦାପ୍ରଭୁ ମଶାଙ୍କୁ କହୁଛନ୍ତି, ଯେଉଁ ଲୋକ ଆମ ବିରୁଦ୍ଧରେ ପାପ କରିଆସିଛି ଆମେ ଆପଣ ପୁସ୍ତକରୁ ତାର ନାମ କାଟି ପକାଇବା। 34 ପଦ, ଏବେ ଯାଅ ଆଉ ଯେଉଁ ଦେଶ ବିଷୟରେ ତୁମକୁ କହିଆସୁ ସେହି ଦେଶକୁ ଲୋକମାନଙ୍କୁ ନେଇଯାଅ। ଦେଖ ଆମ୍ଭ ଦୂତ ତୁମ୍ଭ ଆଗେ ଆଗେ ଗମନ କରିବେ, ମାତ୍ର ଆମ୍ଭେ ପ୍ରତିଫଳ ଦେବା ଦିନରେ ସେମାନଙ୍କ ପାପର ପ୍ରତିଫଳ ସେମାନଙ୍କୁ ଦେବା। ତେବେ ପ୍ରିୟ ବନ୍ଧୁଗଣ, ବର୍ତ୍ତମାନ ଆମେ ଦେଖିବା ଯେଉଁମାନେ ଗୋ ପୂଜା କରନ୍ତି, ଗାଈ ପୂଜା କରନ୍ତି, ସେମାନେ କେଉଁଠୁ ଏଇ କନସେପ୍ଟ ନେଇଛନ୍ତି? ସେମାନେ ବାଇବେଲ ମଧ୍ୟରୁ ହିଁ ଏ କନସେପ୍ଟଟାକୁ ନେଇଛନ୍ତି ଆଉ ସେମାନେ ଗୋ ପୂଜା କରନ୍ତି, ଯାହାକି ବାଇବେଲ ମଧ୍ୟରୁ ହିଁ ଆସିଅଛି ଗୋ ପୂଜା। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀ ମାନେ, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ଆନ୍ତରିକ ନମସ୍କାର।